ତୁମମାନଙ୍କୁ ସ୍ୱାଗତ ଓ ଶୁଭେଚ୍ଛା। ଆମ ଗଣିତ ବହିର ଜ୍ୟାମିତିର ମୌଳିକ ଧାରଣା ନାମରେ ବିଷୟଟିଏ ଅଛି। ଆସ ସେହି ବିଷୟଟିକୁ ଭଲ ଭାବେ ବୁଝିବା। ପିଲାମାନେ, ପୂର୍ବ ଅଧ୍ୟାୟରେ ଆମେ ବିନ୍ଦୁ ଏବଂ ସରଳରେଖା ବାବଦରେ ପଢ଼ିଥିଲେ। ବିନ୍ଦୁ କ'ଣ, ଏହାର ବ୍ୟବହାର କ'ଣ, ବିନ୍ଦୁ ଏବଂ ସରଳରେଖା ମଧ୍ୟରେ ସମ୍ପର୍କ କ'ଣ, ସରଳରେଖା କିପରି ନାମକରଣ କରାଯାଏ ଏବଂ ସରଳରେଖାରେ କିପରି ବିନ୍ଦୁ ରହିଛି ଏବଂ ବିନ୍ଦୁକୁ ନେଇ କିପରି ସରଳରେଖା ସୃଷ୍ଟି, ସେ ସମ୍ବନ୍ଧୀୟ କଥା ଆମେ ଆଲୋଚନା କରିଥିଲେ। ବର୍ତ୍ତମାନ ଆମେ ନୂଆ କଥା ଜାଣିବା ଏବଂ ଏହି ସରଳରେଖାକୁ ନେଇ ଆଉ କେତୋଟି କଥା ଆମେ ବୁଝିବା। ବର୍ତ୍ତମାନ ତୁମେ ଏହି ଚିତ୍ରକୁ ଟିକିଏ ଦେଖ। ଏଥିରେ ଗୋଟିଏ ପଟରେ ABCD ନାମରେ ଦୁଇଟି ସରଳରେଖା ଅଛି, ଆଉ ଗୋଟେ ପଟରେ LM ନାମରେ ଦୁଇଟି ସରଳରେଖା ଅଛି। ଆମେ ଟିକେ ଚିନ୍ତା କରିବା ଆସ। କେଉଁ ଦୁଇଟି ସରଳରେଖା ଆଗକୁ ବଢ଼ିଲେ ପରସ୍ପରକୁ ଛେଦ କରିବେ? ଟିକେ କହିଲ। ABCD ଯଦି ଆଗକୁ ଡାହାଣ ପଟକୁ ହେଉ କିମ୍ବା ବାମ ପଟକୁ ହେଉ ଆଗକୁ ବଢ଼ି ଚାଲନ୍ତି, ସେମାନେ କ'ଣ କୌଣସି ଏକ ସ୍ଥାନରେ ପରସ୍ପରକୁ ଛେଦ କରିବେ? ନା, ସେମାନେ ଛେଦ କରିବେ ନାହିଁ। କିନ୍ତୁ L ଆଉ M ସରଳରେଖା ଦୁଇଟି ଏମିତି ଅବସ୍ଥିତି ହୋଇଛନ୍ତି ଯେ, ଏମିତି ଢଙ୍ଗରେ ଅଛନ୍ତି ଯେ, ସେମାନେ ଯଦି ଡାହାଣ ପଟକୁ ବଢ଼ିବେ ନିଶ୍ଚିତ ଭାବରେ କୌଣସି ଏକ ସ୍ଥାନରେ ପରସ୍ପରକୁ ଛେଦ କରିବେ। ଅତଏବ ଯଦି ଦୁଇ ଗୋଟି ସରଳରେଖା ପରସ୍ପରଠାରୁ ସମଦୂରତାରେ ରହନ୍ତି, ତାହେଲେ ସେମାନଙ୍କ ମଧ୍ୟରେ ଛେଦ ହେବା ସମ୍ଭବ ନୁହେଁ। କିନ୍ତୁ L ଆଉ M ସରଳରେଖା କ୍ଷେତ୍ରରେ ଏହା ଭିନ୍ନ ନିୟମ ଅଟେ। ଏହା ନିଶ୍ଚିତ ଭାବରେ କୌଣସି ଏକ ସ୍ଥାନରେ ପରସ୍ପରକୁ ଛେଦ କରିବାର ସମ୍ଭାବନା ଅଛି। ଏହାକୁ ବୁଝିବା ପାଇଁ ଆମେ ଆଉ ଟିକେ ଆଗକୁ ଯିବା। ବର୍ତ୍ତମାନ ତମେମାନେ ଏହି ଚିତ୍ରକୁ ଦେଖ। ଏହି ଚିତ୍ରରେ ଦୁଇ ଗୋଟି ସରଳରେଖା X ବିନ୍ଦୁରେ ପରସ୍ପରକୁ ଛେଦ କରିଛନ୍ତି। P ଆଉ Q ନାମରେ ଏହି ସରଳରେଖା ଦୁଇଟିର ଅବସ୍ଥିତି ଦେଖୁଛ। ସେମାନେ ଡାହାଣ ପଟକୁ ବଢ଼ିଛନ୍ତି ଏବଂ ଗୋଟିଏ ସ୍ଥାନରେ ଅର୍ଥାତ୍ X ବିନ୍ଦୁରେ ପରସ୍ପରକୁ ଛେଦ କରିଛନ୍ତି। କିନ୍ତୁ ସେହିପରି କ୍ଷେତ୍ରରେ AB ସରଳରେଖା ଏବଂ CD ସରଳରେଖା ପରସ୍ପରକୁ ଛେଦ କରିପାରି ନାହାନ୍ତି। ସେମାନଙ୍କୁ ଯଦି ଯେକୌଣସି ଦିଗରେ ବଢ଼େଇ ଦିଆଯିବ, ତଥାପି ସେମାନେ ଛେଦ କରିବେ ନାହିଁ। ଅର୍ଥାତ୍ ଏ ଦୁଇ ଜଣ ହେଉଛନ୍ତି ସମାନ୍ତର ସରଳରେଖା। ସମାନ୍ତର ସରଳରେଖା ପରସ୍ପରକୁ ଛେଦ କରନ୍ତି ନାହିଁ। କିନ୍ତୁ ଯେଉଁ ସରଳରେଖା ଦୁଇଟି ପରସ୍ପରକୁ ଛେଦ କରିଛନ୍ତି, PQ ସରଳରେଖା, ଏ ଦୁଇଟି ଅସମାନ୍ତର ସରଳରେଖା। ଗୋଟିଏ ଭୂମି ଉପରେ ଏମାନେ ଅସମାନ୍ତର ଭାବରେ ଅଛନ୍ତି, କିନ୍ତୁ ସମାନ୍ତର ସରଳରେଖା ଦୁଇଟି ଗୋଟିଏ ଭୂମି ଉପରେ ପରସ୍ପରଠାରୁ ସମାନ ଦୂରତାରେ ରହିଛି। ଯେହେତୁ ସେ ପରସ୍ପରକୁ ଛେଦ କରୁନାହିଁ, ଭୂମି ଉପରେ ପରସ୍ପରଠାରୁ ସମାନ ଦୂରତାରେ ରହିଛି, ସେ ଦୁଇଟି ହେଉଛି ସମାନ୍ତର ସରଳରେଖା। ଏଥର ଆମେ କଥାଟିକୁ ବୁଝିଲେ, ପୁଣି ଏକ ନୂଆ କଥାକୁ ଯିବା। ବର୍ତ୍ତମାନ ଆମେ ଏହି ଚିତ୍ରକୁ ଦେଖିବା। ଏଠାରେ A, B ଆଉ C ତିନୋଟି ବିନ୍ଦୁ ଅଙ୍କନ କରାଗଲା। ଏହି ତିନୋଟି ବିନ୍ଦୁକୁ ଶିକ୍ଷକ କଳାପଟରେ ଯୋଗ କଲେ। ଏକ ରେଖା ଦ୍ୱାରା ଯୋଗ କରିବା ଦ୍ୱାରା ଏହା ଏକ ସରଳରେଖା ହେଲା। ଅତଏବ ଏ ତିନୋଟି ଯାକ ବିନ୍ଦୁ ଗୋଟିଏ ସରଳରେଖାରେ ଅଛନ୍ତି। ଏହି ତିନୋଟି ଯାକ ବିନ୍ଦୁକୁ ଆମେ ଏକରେଖୀ ବିନ୍ଦୁ କହିବା। ଏମିତି ଯେତେ ଅଙ୍କନ ଆମେ କରନ୍ତି ସରଳରେଖା ଗୁଡ଼ିକ ଭିତରେ ଯେଉଁ ବିନ୍ଦୁଗୁଡ଼ିକୁ ନେଇ ଏକ ସରଳରେଖା ଗଠିତ, ସେହି ବିନ୍ଦୁଗୁଡ଼ିକ ଏକରେଖୀୟ ବିନ୍ଦୁ ଅଟନ୍ତି। ଅର୍ଥାତ୍ ସେ ସମସ୍ତ ବିନ୍ଦୁ ଗୋଟିଏ ରେଖାରେ ରହନ୍ତି। ତେଣୁ ସେମାନଙ୍କୁ ଏକରେଖୀ ବିନ୍ଦୁ କୁହାଯାଏ। ପୁନଶ୍ଚ ଆଉ ଗୋଟିଏ ଚିତ୍ରକୁ ଆମେ ଦେଖିବା। ଏଠାରେ A ବିନ୍ଦୁ, B ବିନ୍ଦୁ ଗୋଟିଏ ରେଖାରେ ଥିଲା ଭଳି ଜଣାପଡ଼ୁଛନ୍ତି, କିନ୍ତୁ C ବିନ୍ଦୁ ସେ ରେଖାରୁ ବାହାରେ ଅଛି। ଅତଏବ ABC ଏକରେଖୀ ବିନ୍ଦୁ ନୁହନ୍ତି। ତିନୋଟି ଯାକ ଏକରେଖୀ ବିନ୍ଦୁ ନୁହନ୍ତି। AB ଏକରେଖୀ ହୋଇଥାଇ ପାରନ୍ତି, କିନ୍ତୁ C ସେମାନଙ୍କ ସହିତ ନୁହେଁ। ଏହାକୁ ଆମେ ଯୋଗ କରି ଦେଖିବା ଆସ। ବର୍ତ୍ତମାନ ଯଦି ଆମେ
ଏ ବିନ୍ଦୁରୁ ରେଖାଟି ଅଙ୍କନ କରିବା ଆରମ୍ଭ କରିବା, ତାହେଲେ এই ରେଖାଟି ସି ଆଡ଼କୁ ଆଦୌ ଯିବ ନାହିଁ, ଅର୍ଥାତ୍ ସି ଏ ବି ଭଳି ଏକରେଖୀୟ ନୁହେଁ। ଏଠାରେ ଏ ବି ବିନ୍ଦୁ ଏକରେଖୀ ଅଟନ୍ତି, କିନ୍ତୁ ସି ଏକରେଖୀ ନୁହେଁ। ତମେମାନେ ଏକରେଖୀ ଆଉ ଅଣରେଖୀ ବିନ୍ଦୁ ବାବଦରେ ବୁଝୁଛ। ବର୍ତ୍ତମାନ এই ବିନ୍ଦୁଗୁଡ଼ିକୁ ଆମେ ଦେଖିବା। ବିଭିନ୍ନ ବିନ୍ଦୁ ଭିନ୍ନ ଭିନ୍ନ ସ୍ଥାନରେ ଉପସ୍ଥିତ ଅଛନ୍ତି। ଆମେ ଏହି ବିନ୍ଦୁଗୁଡ଼ିକୁ ଏକରେଖୀ ବିନ୍ଦୁ କହିପାରିବା କି? ଯଦି ହଁ, ତାହେଲେ ଏମାନଙ୍କ ମଧ୍ୟରୁ କେତେ ଗୋଟିଏ ଏକରେଖୀ ହୋଇଥାଇ ପାରନ୍ତି, କିନ୍ତୁ ସମସ୍ତ ବିନ୍ଦୁ ଏକରେଖୀ ନୁହନ୍ତି, ଅର୍ଥାତ୍ ସମସ୍ତ ବିନ୍ଦୁ ଗୋଟିଏ ରେଖାରେ ରହି ନାହାନ୍ତି। ପୁନଶ୍ଚ ଏକ ଚିତ୍ରକୁ ଯିବା, ସେଠାରେ ଦେଖିବା ବିନ୍ଦୁଗୁଡ଼ିକ କିପରି ଭାବରେ ସଜ୍ଜିତ ହୋଇ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ଯେଉଁ ବିନ୍ଦୁ ଅଙ୍କନ କରାଯାଇଛି, ସେଗୁଡ଼ିକ ଏକରେଖୀ କି? କ'ଣ କହୁଛ ତମମାନେ? ନା, ସମସ୍ତ ବିନ୍ଦୁ ଏକରେଖୀ ନୁହନ୍ତି। ଏଗୁଡ଼ିକ ମଧ୍ୟରୁ କିଛି ଏକରେଖୀ ହୋଇଥାଇ ପାରନ୍ତି। ଯଦି ଆମେ ଯୋଗ କରିବା ଏଗୁଡ଼ିକୁ, ତାହେଲେ ଦେଖିବା ଯେଉଁଗୁଡ଼ିକ ଗୋଟିଏ ସରଳ ରେଖା ମଧ୍ୟରେ ଆସୁଛନ୍ତି, ସେହି ବିନ୍ଦୁଗୁଡ଼ିକ କେବଳ ଏକରେଖୀ, ଆଉ ଅନ୍ୟ ସମସ୍ତ ବିନ୍ଦୁ ଏକରେଖୀ ନୁହନ୍ତି। ଶିକ୍ଷକ କଳାପଟରେ ପୁଣି ବିନ୍ଦୁଗୁଡ଼ିକୁ ଯୋଗ କରିବାକୁ ଚେଷ୍ଟା କରୁଛନ୍ତି। ଏହି ସରଳ ରେଖା ସହାୟତାରେ ଯେଉଁ ବିନ୍ଦୁଗୁଡ଼ିକ ଆସୁଛନ୍ତି, ସେହି ବିନ୍ଦୁଗୁଡ଼ିକ ଏକରେଖୀ, ଅନ୍ୟ ବିନ୍ଦୁଗୁଡ଼ିକୁ ଏକରେଖୀ ନୁହନ୍ତି। ଏଥର କଥାଟି ତୁମେ ବୁଝିପାରିଥିବ। ଏକରେଖୀ ବିନ୍ଦୁ କାହାକୁ କହନ୍ତି ତମେ ଜାଣିପାରିଥିବ। ବର୍ତ୍ତମାନ ଆମେ ଅଣରେଖୀ କଥା ମଧ୍ୟ ଆଲୋଚନା କରିନେବା। ଠିକ୍ ଏହାର ବିପରୀତ। ଯେଉଁ ବିନ୍ଦୁଗୁଡ଼ିକ ଏକ ରେଖାରେ ଆସୁନାହାନ୍ତି, ସେଗୁଡ଼ିକୁ ଆମେ ଅଣରେଖୀ ବିନ୍ଦୁ କହିବା। ଠିକ୍ ଅଛି ପିଲାମାନେ, କଥାଟି ତୁମେ ଏଥର ବୁଝିପାରିଲ। ଏହାକୁ ଟିକେ ସଂକ୍ଷେପଣ କଲେ ତୁମମାନେ ଆଉ ଟିକେ ଭଲ ଭାବରେ ବୁଝିପାରିବ। ପୂର୍ବରୁ ଅଙ୍କନ କରାଯାଇଥିବା ଏହି 4ଟି ଚିତ୍ରକୁ ଦେଖ। ଏ ବି ସି ବିନ୍ଦୁକୁ ଗୋଟିଏ ସରଳ ରେଖା ଯୋଗ କରିଛି, ଅତଏବ ଏହା ହେଉଛି ଏକରେଖୀ ବିନ୍ଦୁ। କେଉଁଗୁଡ଼ିକ? ଏ ବି ସି ବିନ୍ଦୁ ହେଉଛି ଏକରେଖୀ। ତା ବ୍ୟତୀତ ଅନ୍ୟ 3ଟି ଚିତ୍ରକୁ ଆମେ ଦେଖିଲେ ଆମେ ଜାଣିପାରିବା ଯେ ଅଣରେଖୀ ବିନ୍ଦୁ କାହାକୁ କହନ୍ତି। ଏ ବି ବିନ୍ଦୁ ଗୋଟିଏ ସରଳ ରେଖାରେ ଥିଲାବେଳେ ସି ବିନ୍ଦୁ ସେହି ସରଳ ରେଖାରେ ନାହିଁ। ତା ତଳକୁ ଅନେକ ଗୁଡ଼ିଏ ବିନ୍ଦୁ ଅଛି। ସେ ବିନ୍ଦୁଗୁଡ଼ିକୁ ଶିକ୍ଷକ ଯୋଗ କରିବାକୁ ଚେଷ୍ଟା କରିଛନ୍ତି, କିନ୍ତୁ ସମସ୍ତ ବିନ୍ଦୁ ଗୋଟିଏ ସରଳ ରେଖାରେ ଆସୁନାହାନ୍ତି। ତାର ଡାହାଣ ପଟକୁ ଚିତ୍ରରେ ଦେଖିବା, ସେ ସମସ୍ତ ବିନ୍ଦୁ ଯୋଗ କରାଯାଇଛି, ଅତଏବ ସେଗୁଡ଼ିକୁ ନେଇ 1, 2, 3, 4, 5ଟି ସରଳ ରେଖା ଅଙ୍କନ ହୋଇଛି, ଅର୍ଥାତ୍ ସମସ୍ତ ବିନ୍ଦୁ ଗୋଟିଏ ରେଖାରେ ନାହାନ୍ତି। ଏହିଭଳି ବିନ୍ଦୁଗୁଡ଼ିକୁ ଆମେ ଅଣରେଖୀ ବିନ୍ଦୁ କହିବା। ଆଉ ପ୍ରଥମ ଚିତ୍ରରେ ଏ ବି ସି ଗୋଟିଏ ରେଖାରେ ରହିଥିବାରୁ ଏହାକୁ ଆମେ ଏକରେଖୀ ବିନ୍ଦୁ ବୋଲି କହିବା। ଏଥର ବୁଝିଲେ ପିଲାମାନେ? ଅନ୍ୟ ଏକ କଥାକୁ ଯିବା। ଏଥର କେତୋଟି ପ୍ରଶ୍ନ ଆଲୋଚନା କରିନେବା। ତୁମେ ତୁମ ଖାତାରେ 3ଟି ବିନ୍ଦୁ ଅଙ୍କନ କରି ତାର ନାମ ଦିଅ। ଦେଖ କେମିତି କରାଯାଉଛି। ଶିକ୍ଷକ କଳାପଟରେ 3ଟି ବିନ୍ଦୁ ଅଙ୍କନ କଲେ ଏବଂ ଏ ବି ସି ନାମକରଣ କଲେ। ଦ୍ୱିତୀୟ ପ୍ରଶ୍ନର ଆଲୋଚନାକୁ ଯିବା। ତୁମେ ସରଳ ରେଖା ବିନ୍ଦୁ ବାବଦରେ ଭଲ ଭାବରେ ବୁଝିଛ। ଏଥର ଏହି କାମଟି କର। ନିଜ ଖାତାରେ 2ଟି ସରଳ ରେଖା ଅଙ୍କନ କରି ସେଗୁଡ଼ିକର ନାମ ଦିଅ। ଦେଖିଦିଅ ଶିକ୍ଷକ କଳାପଟରେ କେମିତି କରୁଛନ୍ତି। ଗୋଟିଏ ସରଳ ରେଖା ଅଙ୍କନ କଲେ ଏବଂ ସରଳ ରେଖାଟିର ନାମକରଣ ଏ ଆଉ ବି କଲେ। ଦେଖିଲେ ପିଲାମାନେ, ଇଏ ହେଉଛି ଏ ବି ସରଳ ରେଖା। ଠିକ୍ ଅଛି, ଆଗକୁ ଯିବା। ଦ୍ୱିତୀୟ ସରଳ ରେଖାଟି ଶିକ୍ଷକ କଳାପଟରେ ଅଙ୍କନ କରୁଛନ୍ତି, ସି ଏବଂ ଡି। ଠିକ୍ ଏହିପରି ଏହି 2ଟି ପ୍ରଶ୍ନକୁ ନିଜ ଖାତାରେ କରିବ।
ଠିକ୍ ଅଛି ପିଲାମାନେ, ଆଜିର ଏହି ଭିଡ଼ିଓରେ ଆମେ ସରଳ ରେଖା ବିନ୍ଦୁ ବାବଦରେ ଅନେକ ଗୁଡ଼ିଏ କଥା ଜାଣିଲେ। ସେଗୁଡ଼ିକ କ'ଣ କ'ଣ ଆଲୋଚନା କଲେ ଆମେ ଟିକେ ପୁଣି ଥରେ ଆଲୋଚନାକୁ ଆଣିବା। ଆମେ ଆଜି এই ଭିଡ଼ିଓରେ କ'ଣ କ'ଣ ଆଲୋଚନା କଲେ। ପ୍ରଥମ କଥା, ଏକରେଖୀ ବିନ୍ଦୁ। ବିନ୍ଦୁଗୁଡ଼ିକ ଗୋଟିଏ ସରଳ ରେଖାରେ ରହିଲେ ତାହାକୁ ଆମେ ଏକରେଖୀ ବିନ୍ଦୁ କହୁ। ପୁନଶ୍ଚ ଆଲୋଚନା କଲେ ଅଣରେଖୀ ବିନ୍ଦୁ। ବିନ୍ଦୁଗୁଡ଼ିକ ଗୋଟିଏ ସମତଳ ଉପରେ ଗୋଟିଏ ସରଳ ରେଖାରେ ନ ରହିଲେ ତାହାକୁ ଆମେ ଅଣରେଖୀ ବିନ୍ଦୁ କହୁ। ତୃତୀୟ କଥା ଆଲୋଚନା କଲେ ସମାନ୍ତର ସରଳ ରେଖା। ଗୋଟିଏ ଭୂମି ଉପରେ ଦୁଇଟି ସରଳ ରେଖା ପରସ୍ପରଠାରୁ ସମଦୂରତାରେ ରହିଲେ ସମାନ୍ତର ସରଳ ରେଖା କହୁ ଏବଂ ଏହାର ବିପରୀତକୁ ଅସମାନ୍ତର ସରଳ ରେଖା କହୁ। ଅର୍ଥାତ୍ ଗୋଟିଏ ସମତଳରେ ଦୁଇଟି ସରଳ ରେଖା ପରସ୍ପରଠାରୁ ସମାନ ଦୂରତାରେ ନ ରହିଲେ ବା ଅସମାନ ଦୂରତାରେ ରହିଲେ, ଅର୍ଥାତ୍ ତାଙ୍କର ବର୍ଦ୍ଧିତ ରୂପରେ ଏକ ଛେଦବିନ୍ଦୁ ସୃଷ୍ଟି ହେବ, କିନ୍ତୁ ସମାନ୍ତର ସରଳ ରେଖାର ଛେଦବିନ୍ଦୁ ସୃଷ୍ଟି ହେବ ନାହିଁ। ଏତକ କଥା ଆଜି ପାଇଁ। ଏହି ଭିଡ଼ିଓକୁ ଦେଖିଥିବାରୁ ଏବଂ ପାଠକୁ ବୁଝିଥିବାରୁ ତମମାନଙ୍କୁ ଧନ୍ୟବାଦ ଦେଇ ରହୁଛୁ। ଆଉ ଯେତେକ ବିଷୟ ରହିଲା ଅନ୍ୟ ଭିଡ଼ିଓରେ ଆଲୋଚନା କରିବା।